ବୋତଲରେ ଲାଗିଥିବା କଳମ ଶାଗରୁ ଆଜି ତିଆରି କରିଦେଲି ଶାଗ ଭଜା। ତ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍ତେ, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆଉ ଗୋଟେ ଫ୍ରେଶ୍ ମିନି ବ୍ଲଗ୍କୁ। ସକାଳୁ ନିତ୍ୟକର୍ମ ସରେଇ ଠାକୁର ପୂଜା ସରେଇ ଟିକେ ଭୋଗଟାକୁ ଖାଇଦେଇ ତାପରେ ଭାତଟା ବସିଲା ତାକୁ ଟିକେ ଗାଳିଦେଲି। ଟିକେ ସାମ୍ବାର କରିବି ଆଜି, ସେଥିପାଇଁ ଡାଲିଟା ଟିକେ ସିଝା ବସେଇ ଦେଇ ଖାଇଦେଲି ଜଳଖିଆଟା। ମୁଁ ଆପଣମାନଙ୍କୁ ଦେଖେଇଥିଲି ଆଗରୁ ଯେଉଁ କେକ୍ ବଟାରେ ଲିପନ ଆର୍ଟ ତିଆରି କରୁଛି, ଦେଖିଲେ କେମିତି ଲାଗୁଛି। ଝିଅ ଅଧା ତିଆରି କରିଛି, ମୁଁ ଅଧା ତିଆରି କରିଛି। କେମିତି ଲାଗୁଛି ନିଶ୍ଚୟ କମେଣ୍ଟରେ ଜଣେଇବେ। ତାପରେ ବନେଇଦେଲି ସାମ୍ବାର ଆଉ ବୋତଲରେ ଲଗେଇ ମୁଁ ଆପଣମାନଙ୍କୁ ଦେଖେଇଛି ଆଗରୁ କଳମ ଶାଗ। ଦେଖନ୍ତୁ କେତେ ବଡ଼ ବଡ଼ ହେଇଯାଇଛି। ଆଉ ପୋଇ ଡଙ୍କା ଆଣିଥିଲା ଝିଅ, ଡଙ୍କଟା ଖାଇ ଦେଇଥିଲୁ। ଶାଗ ଯାକ ଥୁଆ ହେଇଥିଲା। ଆଜି ପୋଇ ଶାଗକୁ କଳମ ଶାଗ ମିଶେଇକି ଶାଗଟାକୁ ଟିକେ ଭାଜିଦେବି। ଆଜିକାଲି ଆପଣମାନେ ଆଉ ମାଉସୀର ଭିଡ଼ିଓ ଦେଖୁନାହାନ୍ତି କି ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ଆପଣମାନେ ଟିକେ ମାଉସୀର ଭିଡ଼ିଓ ଦେଖନ୍ତୁ, କମେଣ୍ଟ କରନ୍ତୁ, ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିକି ଯାଆନ୍ତୁ। ଆଜି ପାଇଁ ରହୁଛି ନମସ୍ତେ, ଜୟ ଜଗନ୍ନାଥ। ପୁଣି ଦେଖାହବ ନୂଆ ବ୍ଲଗ୍ରେ।